ଆଜି ମୟୂରଭଞ୍ଜ ଜିଲ୍ଲା ସ୍ଥିତ ସାରସ୍ୱତ ବ୍ଲକରେ ଆୟୋଜିତ ଯୋଉ ଚୈତ୍ର ପର୍ବ ଚାଲିଛି ସେ ଚୈତ୍ର ପର୍ବରେ ଆସିକି ଆମେ ପହଞ୍ଚିଥିଲେ। ତେବେ ଏହା ଗୋଟେ ପାରମ୍ପରିକ ଉତ୍ସବ। ଏହା ଆଜି ନୁହେଁ, ଦୀର୍ଘ କୋଉ ଅମଳରୁ ଚାଲି ଆସିଛି ଏଭଳି ପରମ୍ପରା। ଏଇଟା ପାଣ୍ଡରା ଗ୍ରାମରେ ଯୋଉ ପାଣ୍ଡବେଶ୍ୱର ମହାଦେବଙ୍କର ଯୋଉ ସ୍ଥିତି ଅଛି ଏଠି ବା ମନ୍ଦିର ରହିଛି ତାହା ସୁବର୍ଣ୍ଣରେଖା ନଦୀ କୂଳରେ ରହିଛି ଏବଂ ପୁରୁଷ ଧରିକି ଏଇ ପବିତ୍ର ଯୋଉ ପର୍ବ ତାହା ଚାଲି ଆସିଛି। କ୍ରମଶଃ ଆଜି এই ଗାଁର ଅନେକ ସ୍ଥିତି ବଦଳିଛି ଏବଂ ଗାଁର ଅନେକ କଥା ବଦଳି ଯାଇଛି। ଏବେ ଗାଁରେ ଚାଲିଥିବା ଯୋଉ ପରମ୍ପରା ଆଜି ଅନେକ ସୁଦୃଢ ହେଇଛି ଏବଂ ଲୋକାଭିମୁଖୀ ହେଇଛି, ଯୋଉଥିପାଇଁ ଆଜି ହଜାର ହଜାର ଲୋକଙ୍କର ସମାଗମ ଏଇଟାରେ ଦେଖିବା ପାଇଁ ମିଳେ। ତେବେ ଆମେ ସିଧାସଳଖ ଯୋଉଠି ଦେଖୁଛେ ପାଣ୍ଡବେଶ୍ୱର ମନ୍ଦିର ପଛରେ ଆପଣ ଦେଖୁଥିବେ ଯୋଉ ଜୀବ ପୋଡ଼ ଚାଲିଥିଲା, ସେଇଭଳି ଲଗାତାର 3 ଦିନ ଧରିକି ଏହି କାର୍ଯ୍ୟକ୍ରମ ଚାଲିଥାଏ ଏବଂ 3 ଦିନ ଧରିକି 3 ଦିନ ବ୍ୟାପିକି ଯୋଉ କାର୍ଯ୍ୟକ୍ରମ ଚାଲେ ଏଥିରେ ଭିନ୍ନ ଭିନ୍ନ ପ୍ରକାର ବିଭିନ୍ନ ପ୍ରଭୁଙ୍କର ଯୋଉ ନିଷ୍ଠା ଦେଖେଇବା ପାଇଁ ଭକ୍ତମାନେ କାର୍ଯ୍ୟକ୍ରମ କରିଥାନ୍ତି। ସେଥିମଧ୍ୟରେ ଆପଣଙ୍କର ଜୀବ ପୋଡ଼ ରହିଲା ଏବଂ ଜୀବ ପୋଡ଼ ସହିତ ରଜନୀ ପୋଡ଼ ବୋଲି ଗୋଟେ କୁହାଯାଏ। ତା ସହିତ ନିଆଁ ପାଟ ବୋଲି ଯୋଉ ନିଆଁରେ ଚାଲିବାର ଯୋଉ ପ୍ରଥା ରହିଛି ତାହା କ୍ରମଶଃ କଣ୍ଟିନ୍ୟୁ ଭାବରେ ଚାଲି ଆସିଛି ଏବଂ ଆଶା ବିଶ୍ୱାସ ଅଛି ଯେ ଭକ୍ତଙ୍କର ଯୋଉ ମନସ୍କାମନା ଥାଏ ତାହା ପୂର୍ଣ୍ଣ ହେଲେ ଲୋକମାନେ ଏଠାରେ ଆସିକି ନିଜର ଯୋଉ ମାନସିକ ରଖିଥାନ୍ତି ସେଥିରେ ପୂରଣ କରନ୍ତି। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ, ଗୋଟେ ସାମାନ୍ୟ ଜୀବଟାରେ 2ଟାରୁ ଆରମ୍ଭ କରିକି 100ରୁ ଉର୍ଦ୍ଧ୍ୱ ଯୋଉ ତ୍ରିଶୂଳ ରହିଛି, ଛୋଟ ଛୋଟ ତ୍ରିଶୂଳ କଣ୍ଟାକୁ ନିଜ ଜୀବରେ ପୋଡ଼ିକି ଯୋଉଭଳି ଭାବରେ ଲୋକମାନେ ନିଜର ଆସ୍ଥାକୁ ଦେଖାନ୍ତି, ପ୍ରଭୁଙ୍କ ପାଇଁ ଯୋଉ ସମର୍ପଣ ଭାବ ଦେଖାନ୍ତି ତାହା ବାସ୍ତବିକରେ ନିଆରା। ମୟୂରଭଞ୍ଜ ଜିଲ୍ଲାର ଚୈତ୍ର ପର୍ବ ବିଭିନ୍ନ ସ୍ଥାନରେ ହୁଏ, ମାତ୍ର ପଡୋଶୀ ଯୋଉ 3 ରାଜ୍ୟ ରହିଛି ସେ 3 ରାଜ୍ୟ ଯୋଉ ସୀମା ରହିଛି ସେଥିରେ ପାଣ୍ଡବେଶ୍ୱର ଯୋଉ ଶିବ ମନ୍ଦିର ରହିଛି ସେଥିରେ ଏହି ନିଆରା ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି। ତେବେ ଆମେ ଆପଣଙ୍କୁ ଦେଖାଇବା ପାଇଁ ଚାହିଁବୁ ଯେ କ୍ରମଶଃ କୋଉ କେମିତି ଭାବରେ ତାଙ୍କର ଯୋଉ କାର୍ଯ୍ୟକ୍ରମ ହୁଏ ଏବଂ ପ୍ରଭୁଙ୍କୁ ନିଷ୍ଠା ଭାବରେ ଭକ୍ତମାନେ କୋଉଭଳି ଭାବରେ କାର୍ଯ୍ୟକ୍ରମ କରନ୍ତି ତାହା ନିଶ୍ଚିତ ଭାବରେ ଆସନ୍ତୁ ଦେଖିବା। আমি উড়িষ্যার এই জায়গাটায় এসেছি যেখানে চড়ক পুজো হচ্ছে, আমাদের বাঙালিতে চড়ক পুজো বলে। তো মানে আমার এক্সপিরিয়েন্স এখানে দেখে অসাধারণ লাগলো, আমার গায়ে জাস্ট কাটা দিল। মানে এখানের যে জিমের ভেতরে যেই স্ট্যান্ডগুলো করছে এরা ঠাকুরের নাম করে, অসাধারণ লাগলো আমার। মানে সত্যি খুব ভালো লাগলো এখানে এসে। তো আমি কলকাতা থেকে এসেছি, এই জায়গাটায় আমি এবার ফার্স্ট টাইম আসলাম। তো সত্যি খুব 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 ভালো লাগলো এই জায়গাটায় এসে এবারে আমার। ধন্যবাদ। কিংবদন্তি যেତେବେଳେ କହୁଛନ୍ତି, କିମ୍ବଦନ୍ତୀ ହେଉଛି ଆଜ୍ଞା ଦ୍ୱାପର ଯୁଗରୁ, ଯେହେତୁ ପାଣ୍ଡବେଶ୍ୱର ନାମ ଏ ନାମର ୟାକୁ ଇଏ କଲେ ଦେଖାଯାଏ। ଯେତେବେଳେ ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ହେଲା, ପାଣ୍ଡବଙ୍କ ଅଜ୍ଞାତ ବନବାସଟା ମୟୂରଭଞ୍ଜରୁ ଆପଣଙ୍କର କପ୍ତିପଦା ଶରତଠୁ ଆରମ୍ଭ କରି ଆସିଲେ ଖିଚିଂ ପର୍ଯ୍ୟନ୍ତ। ଖିଚିଂରୁ ମେରୁ ମଠ ଏଠି ଅଛି, ମେରୁ ମଠ ପରେ ଏଇ ସ୍ଥାନକୁ ଆସିଲେ। ଏଠି ପାଣ୍ଡବମାନେ ଗୋଟେ ଶିବଲିଙ୍ଗ ସ୍ଥାପନା କଲେ। କୁନ୍ତି ଯେହେତୁ କହିଲେ ଯେ ଶିବ ଉପାସକ ଥିଲେ, ଶିବ ପୂଜା ପାଇଁ ଏଠି ଶିବଲିଙ୍ଗ ସ୍ଥାପନା କଲେ। ଏବଂ ଏଇ ମଳାର କମ୍ବିନେସନଟା ଆପଣଙ୍କର ସଂଯୋଗଟା ଜାଣିପାରିବେ। ଏଠି ଗୋଟେ ବାରିଣୀ ଅଛି ଯେଉଁଟା ମହାଭାରତରେ ମଧ୍ୟ ରହିଛି। ଆପଣଙ୍କର ଅର୍ଜୁନ ତୀରବିଦ୍ଧ କରିଥିଲେ, ବର୍ତ୍ତମାନ ସୁଦ୍ଧା ସେ ଅଛି ଉତ୍ସ କୂପଟା, ପାଣି ବାହାରୁଛି। ସିଏ ପାଣି ଆଣିଲା ପରେ ମହାଦେବଙ୍କର ଆଜି ହିଁ ରାତି ମହାସ୍ନାନ ହେବ। ସେଇ ମହାସ୍ନାନ ଜଳ ପାଇଲା ପରେ ଯେଉଁ ଭକ୍ତମାନେ ଅଛନ୍ତି ଉପବାସ 2 ଦିନ ଧରିକିରି, ସେମାନେ ତାଙ୍କର ଉପବାସ ଭଙ୍ଗ କରିବେ। ତେଣୁ ଇଏ ହେଉଛି କିମ୍ବଦନ୍ତୀ। ଆଉ ବ୍ୟବସ୍ଥା କହିଲେ ପ୍ରତ୍ୟେକ ଗ୍ରାମବାସୀଙ୍କର ଚାନ୍ଦା ରହିଛି ଏବଂ ଯେଉଁମାନେ ଚାକିରି କରୁଛନ୍ତି ଏବଂ ପ୍ରାୟ ଆଖପାଖ ଅଞ୍ଚଳର ଯେଉଁମାନେ ଶୈବ ଉପାସକ ବା ଏ ଦେବତା ବାବାଙ୍କ ଉପରେ ବିଶ୍ୱାସ ଏବଂ ଆସ୍ଥା ରହିଛି, ସେମାନଙ୍କର ଯଥେଷ୍ଟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସହଯୋଗରେ ମେଳା ଚାଲିଛି। ନାଇଁ ଆଜ୍ଞା, ସ୍ୱତନ୍ତ୍ର ଷ୍ଟେପ୍ କହିଲେ ସରକାରଙ୍କର ମଧ୍ୟ କିଛି ସହଯୋଗ ରହିଛି। ଯେହେତୁ ଆପଣମାନେ ଯେଉଁ ଦେଖୁଛନ୍ତି ବହୁତ ସୁନ୍ଦର ଜାଗା ଆମେ ବାହାର କରିଛୁ, এই ଯେଉଁ ମହାତ୍ମା ଗାନ୍ଧୀ ଯେଉଁ ମନରେଗା ଯୋଜନା NRGA, ସେଥିରେ କିଛି କାମ ହେଇଛି ଏବଂ ସେଟା ସଠିକ୍ ଆମର ମନ୍ଦିର କମିଟି ମାଧ୍ୟମରେ ହେଇଥିଲା। ପୂର୍ବରୁ କିଛି କାମ ଆସିଥିଲା ଯେଉଁଟା ଆମର ମନ୍ଦିର କମିଟି ଟୋଟାଲ କାମ କରୁଛି। ଏଠି ଗୋଟେ ବ୍ୟବସ୍ଥା ହେଇଛି, ଆପଣ ଯେଉଁଟା ଦେଖୁଛନ୍ତି ଯାହା କାମ ଏଠି ହେବ ମନ୍ଦିର କମିଟି ହିଁ କରିବ ଏବଂ ମନ୍ଦିର ସେ କାମ କଲା ପରେ ଯେଉଁ ପଇସା ରହୁଛି ଲାଭାଂଶ, ସେ ଲାଭାଂଶ ମନ୍ଦିର ଉନ୍ନତିରେ ଲାଗୁଛି। ଆଜ୍ଞା କୁହନ୍ତୁ। ଦେଖନ୍ତୁ ଆଜି ଦିନଟାରେ ମାନସିକ କରିଥାନ୍ତି, ଆପଣ ଯଦି ସକାଳୁ ଆସିଥାନ୍ତେ ଦେଖିଥାନ୍ତେ କମ୍ ସେ କମ୍ 500 ଜଣ ଥିଲେ, ଯେଉଁମାନେ ଯେଉଁ ଗାଧେଇକିରି ଭୋର 4:30ରୁ ବେତବାଡ଼ି ଧରିକିରି
जोटा आम आम भाषा भूई सप्ताह कहू भूई सप्ताह आसुले तापर से कार्यक्रम चला आज्ञा एवं सकाळु मंदिर जो भिड़ थिला सकाळ 5 रु मंदिर खोला होता दिन 3टा पर्यंत संपूर्ण भिड़ थिला एवं ताकू आमर वॉलंटियर भाई माने जो माने यंग मास अछंती से माने सुंदर भावे परिचालना करूथिले मेला मेला केते दिन चलिबो आज्ञा मेला वर्तमान धरंतु काली हमर लास्ट कार्यक्रम रहिछि किंतु ये मेला आ 2 दिन एक्सटेंशन हो जाए जेहेतु पाखापाखि दुकानी थांती एवं ये भिड़ भितर आमर जो आसता बंधु वर्ग गाँ लोक मैंने किणाकटा जो जहाँ भी आनंद करती मेलार से सुजोग पाई न था तेणु से आज्ञा 2 दिन एक्सटेंशन हो जाए। विष्णुपद पंडा ये तो बड़ बापा पूजा करुले 70 वर्ष धरिकी ता पूर्वर मेला आरंभ होती प्राय 100 वर्ष मोर जाना भितर 100 वर्ष उपर मेला ये तो किंबदंती जितेबले महाभारत युद्ध अज्ञातवास थे एठी पंचु पांडव से टाइम रे आमर भीम लिंग को आविर्भाव करते मानसिक पूरण करने दूर दूरांतर लक्ष लक्ष हजार हजार भक्त सब आसती आमर मयूरभंज बोली कथा नहीं पड़ोसी राज्य आमर झारखंड राज्य वेस्ट बेंगल राज्य 2-3 राज्यर समावेश भक्तर समावेश होती मनस्कामना बहुत पूर्ण भी होती समस्त जीवफोड़ भी रोचे रजनी फोड़ रोचे आमर काली निया पाठ रोचे नियारे चलिबार सब रोचे भक्त माने बहुत विश्वास सहित बहुत आस्था विश्वास ठाकुर प्रति रही